श्रोता बंधु ओडिया धारा चैनल रे आपण मानकु स्वागत जनाऊँगी। आमे आज एठारे उपन्यास मलाजह्नर आउ गोटे भाग शुणा। आज जाए सुधा काहारी चिंता तक तिले हेले मते छुई जाई नहीं, केवल तम छड़ा। किंतु लाजरे किछि कहि पारिली नहीं। अनेक बेଳ गला से किछि कहिले नहीं। बाहर ए वर्षा पवन, घर अंधार भितरी पाख पाख होई से आउ मु डर माड़िला। जदि पाखरे से मते शोइबाकु डाकंती, कौन करिछि मु एठी? आउ तो उपाय किछि नहीं। भୟରେ छाती भीतर मोर कंपीगला। अनेक बेଳ ପରେ से कहिले, सती आ तू शो एठी, मु जाउछि। निश्चिंत होई पचारिली, तमे आउ कोउठी शोइब? आर घरे? मु एई पिंडा पहंडरे कोउठी टिके पड़ीजिबि। आउ केइटा घंटा पेई मोर कौन अछि? एई वर्षा पवन आउ शीतरे एमिति मुकुला पिंडाटारे दंडके आशंका आउ उत्कंठारे सबु भूली जाई कहि पकाइली, नाई नाई ता हब नाई। ए वर्षारे पदाटारे जाई शोइब कौन जर डाकी आनिबाकु ना कौन म? तमे एइठी शुଅ पछके। आउ तू बिछଣା जे जमा खंडिए? आग्रहरे कंठ तांकर थरीगला। कहिली, मु पछे पिंडाकु जाउछि। से हसिले। हताशार वेदनारे बतुरी जाइतिला जेपरि से हस। कहिले, नाइलो दुष्ट, मु पिंडारे शोइबि, तू शो एठी। घर कबाटटा पदाकु आउजाई देई कहिले, भितरु कबाट देई शो, मु जाउछि। भाबिली, मु शोइबि एठी घर भितरे बिछଣାରେ निश्चिंतरे, आउ से कोउ अपंतरा पदाटारे पानी पवनरे एमिति पड़ी रहिबे सिना राति जाक। बिछଣାଟାକୁ ରାଗରେ ଗୋଡ଼ରେ ଫୋପାଡ଼ି ଦେଇ ସେଇ ଓଦା ଭୂଇଁରେ ଲଥକିନି ଶୋଇ ପଡ଼ିଲି। ବାହାରେ ସେତେବେଳକୁ ମୋ ମନ ପରାସକୁ ଟାହୁଲି କରି ଝଡ଼ ଗର୍ଜୁଥିଲା। ସକାଳୁ ଉଠିବା ଆଗରୁ ନାଥନନା ମୋତେ ଆସି ଡାକିଲେ। ଧଡ଼ପଡ଼ ହୋଇ ଉଠି ବସିଲି। ମୁଣ୍ଡରେ ଲୁଗା ଦେଇ ପଚାରିଲେ, ରାତିଯାକ ଏମିତି କବାଟ ଖୋଲା ଥିଲା ପରା? ତାପରେ ଭାବି ଆଶ୍ଚର୍ଯ୍ୟ ହୋଇ କହିଲେ, ବିଛଣା ଛାଡ଼ି ଏମିତି ଓଦା ଭୂଇଁଟାରେ ରାତିଯାକ ଶୋଇଛୁ ନା? କହିଲି, ନିଜେ କୋଉ ଏବେ ଖଟ ପଲଙ୍କରେ ଶୋଇଥିଲ ଶୁଣେ? ସାର୍ଥକତାର ମୁହଁରେ ତାଙ୍କ ମୁହଁ ଉଜ୍ଜଳ ହୋଇ ପଡ଼ିଲା। ସେ କହିଲେ, ହଉ ଦେ, ଚଞ୍ଚଳ ଦାନ୍ତ ଘଷି ପକା, ସବାରି ଆସିଲାଣି କି ନା ମୁଁ ଦେଖେ। ସେ ପଦାକୁ ଚାଲିଗଲେ। କିଛି ସମୟ ପରେ ଫେରିଆସି କହିଲେ, ସତୀ, ସବାରି ତ ମିଳିଲା ନାହିଁ। କୋଉଠୁ ଖୋଜି ଖୋଜି ଖଣ୍ଡେ ବଳଦ ଗାଡ଼ି ଆସିଛି। କ'ଣ କରିବି? ଯାଇପାରିବୁ ସେଥିରେ? ଏତେ ଚିନ୍ତା ସତେ ୟାଙ୍କର ମୋ ପାଇଁ? କହିଲି, ହଁ, ସେଇଥିରେ ଯିବି। ନାଥନନାଙ୍କ ସଙ୍ଗେ ବାହାରକୁ ଆସିଲି। ନଈ ପାର ହୋଇ ଆର ପାଖରେ ଯାଇ ବସିଲି ଗାଡ଼ିରେ। ମୋ ଆଗରେ ନାଥନନା ବସି ଗାଡ଼ିବାଲାକୁ କହିଲେ, ଅଡ଼ା। ଗାଡ଼ିବାଲା ପଚାରିଲା, କୋଉଠିକି ଯିବ ବାବୁ? ନରହରି ମିଶ୍ରଙ୍କ ଘରକୁ। ଖରା ପଡ଼ିନଥିଲା ସେତେବେଳକୁ। ରାତି ବରଷାରେ ଠାଏ ଠାଏ ପାଣି ଜମି ଯାଇଥିଲା। ପୃଥିବୀ ଯେପରି ତାର ପାହାନ୍ତା ଗାଧୁଆ ସାରି ଓଦା ଲୁଗାରେ ଠିଆ ହୋଇ ଗଛପତ୍ରର ନୀଳାମ୍ବରୀ ଚିପୁଡ଼ି ପିନ୍ଧୁଥିଲା। ଆଉ ଥରେ ବାହାର ଆଡ଼କୁ ଚାହିଁ ନାଥନନା ବସିଛନ୍ତି ଗାଡ଼ି ଭିତରେ। ରାତି ପରି ମୁହଁରେ ଆଉ ହସ ନାହିଁ। ଏକ ଧ୍ୟାନରେ ତାଙ୍କ ଆଡ଼େ ଚାହିଁ ଚାହିଁ ଭାବିଲି, ଆଉ କେତେ ଦଣ୍ଡ ପରେ ଏଇତକ ଦେଖା ବି ମୋର ସରିଯିବ କେତେ ଦିନ ଲାଗି କିଏ ଜାଣିଛି। ଏତେ ଦୁଃଖ ଭିତରେ ଖାଲି କାଲି ରାତିରେ ସୁଖ ଟିକେ ମୋର ଗଣ୍ଠେଇ ଧନ। ମନ କଷ୍ଟ ହେଲେ ବୋଧ ଦେବାକୁ ଖାଲି ଏଇତକ ଅମୂଲ୍ୟ ନିଧି ପରି ମନରେ ସଞ୍ଚା ଥିବ ସବୁଦିନ ପାଇଁ। ଗାଡ଼ି ଚାଲିଲା ଅଜଣା ଅପନ୍ତରା ବାଟ ଦେଇ। ବିଲ ଗହୀର ଭିତରେ ବରଷା ବତୁରା ହୋଇ ପାଚିଲା ଧାନ କିଆରୀ ଯେପରି ହଳଦୀ ଲଗାଇଥିଲା ଶାଶୁଘରକୁ ଯିବ ବୋଲି। ଆଉ ପାହାନ୍ତା ପବନ ତାର ଓଦା ମହକଟିର ଭାର ନେଇ ଯାଉଥିଲା ବରଶଙ୍ଖୁଳିବାକୁ। ବାଟଘାଟରେ ଭଲ ହୋଇ ଖରା ପଡ଼ି ଯାଇଥିଲା ତାଙ୍କ ପହଞ୍ଚିଲା ବେଳକୁ। ଦାଣ୍ଡ ପିଣ୍ଡାରେ ସ୍ୱାମୀ ବସିଥିଲେ। ଗାଡ଼ି ରହିବା ଦେଖି ପଚାରିଲେ, କାହା ଗାଡ଼ି? ନାଥନନା ଗାଡ଼ିରୁ ଓହ୍ଲାଇ ମୋତେ କହିଲେ, ସତୀ, ତୁ ବସିଥା ଏଠି, ମୁଁ ଘର ଭିତରେ ଖବର ଦିଏ। ସେ ମୋ ସ୍ୱାମୀଙ୍କ ପାଖକୁ ଯାଇ ତୁନି ତୁନି କ'ଣ କହିଲେ। ବରଡ଼ା ତାଟି ଫାଙ୍କରେ ମୁଁ ଚାହିଁଥାଏ ସେଆଡ଼େ। ମୋ ସ୍ୱାମୀ ସେ କଥା ଶୁଣି ରାଗରେ ପାଟି କରିଉଠି କହିଲେ, କ'ଣ କରି ପାଇଲା କି ଏଠି? ଆସିଛି ବେହିଆ ମୁହଁ ଦେଖାଇବାକୁ ଫେରେ। ସହରରେ ଢେର ବେଶ୍ୟାପଡ଼ା ଅଛି, ନେଇଯା ସେଠିକି। ତା ମୁହଁ ମୁଁ ଚାହିଁବି ନାହିଁ। ନାଥନନା ବିରକ୍ତ ହୋଇ କହିଲେ, କ'ଣ ଗୁଡ଼ାଏ ଛୋଟ ଲୋକଙ୍କ ପରି କଥା ସବୁ କହୁଛନ୍ତି ଆପଣ? ଟିକେ ବୁଝିସୁଝି କଥା କୁହନ୍ତୁ। ସେ ରାଗରେ ଗର୍ଜି ଉଠି କହିଲେ, କ'ଣ ଛୋଟ ଲୋକ? ଛୋଟ ଲୋକ ମୁଁ ନା ସେ? ଠାକୁରଙ୍କ ପାଖରେ କୃତ୍ରିମ କରି ପଛକୁ ରହିଯାଇଥିଲା କୋଉ ନାଗରଙ୍କ ପାଖରେ ରାତି କଟେଇବାକୁ ଶୁଣେ। ସକାଳୁ ଆସିଛନ୍ତି ଭଲ ଲୋକ ହୋଇ। ନା, ମୁଁ ଓଲୁ ନୁହେଁ, ସବୁ ବୁଝେ। ଭଲ ଗତି ଅଛି ଯେବେ ଯାଅ ସେ ମୋ ଆଗରୁ ଏଇକ୍ଷଣି, ନଇଲେ ପିଆଦା ଡକାଇ ତଣ୍ଟିଆ ମାରି ତଡ଼ିଦେବି ଏଠୁ। ଆଉ ଶୁଣିପାରିଲି ନାହିଁ। ଗାଡ଼ି ଭିତରେ ମଲାଙ୍କ ପରି ଶୋଇପଡ଼ିଲି। ମନେ ହେଲା, ମା କ'ଣ ଜାଣିପାରି ନାହାନ୍ତି ଏସବୁ କଥା। କିନ୍ତୁ ସେ ଦମ୍ଭ ଟିକେ ଦଣ୍ଡକେ ମୋର ଉଭେଇଗଲା। ସେ ଯେ କାଲିଠୁ ଏଠି ନାହାନ୍ତି। ଏଇ ମୋ ସ୍ୱାମୀ। ୟାଙ୍କ ଲାଗି କାଲି ରାତିରେ ନିଜକୁ ଅନ୍ୟଠାରୁ ବଞ୍ଚାଇବାକୁ ଯାଇ ରାତିସାରା ମୋତେ ପୁଣି ଭଲ କରି ନିଦ ହୋଇନଥିଲା। ନାଥନନା ଗାଡ଼ି ପାଖକୁ ଆସି ଗାଡ଼ିବାଲାକୁ ଦୃଢ଼ କଣ୍ଠରେ କହିଲେ, ଚଲା। ତାଙ୍କ ରାଗ ଦେଖି ଗାଡ଼ିବାଲା ବିଚରା ବାଉଳା ହୋଇ ଯାଇଥିଲା। ଡରି ପଚାରିଲା,
କୋଉଠିକି ଯିବି ବାବୁ? ରେଳ ଷ୍ଟେସନ। ଚଳନ୍ତା ଗାଡ଼ି ଭିତରେ ପଡ଼ି କେଉଁ ଅଜଣା ବାଟରେ ବାଟୋଇ ମୁଁ। କୁଆଡ଼େ ଯାଉଛି, କ'ଣ କରିବି କିଛି ଜାଣେ ନାହିଁ। 2 ଦିନ ଆଗରୁ କ'ଣ ଥିଲି, ଆଜି କ'ଣ ହୋଇଛି? ଯେପରି ଗୋଟାଏ ଯୁଗ, ଗୋଟାଏ ଜନ୍ମ ଏହା ଭିତରେ ବିତିଗଲାଣି। ଦଣ୍ଡକର ଟିକିଏ ମାତ୍ର ଭୁଲ ପାଇଁ ଯାହା ହୋଇପାରେ ବୋଲି ସ୍ୱପ୍ନରେ ସୁଦ୍ଧା କଳ୍ପନା କରିନଥିଲି, ସେଇ ଆମ କପାଳରେ ଘଟିଗଲା। ଅଥଚ କିଏ ମୋତେ ସେଥିଲାଗି ତିଳେ ହେଲେ କ୍ଷମା କଲା କି? ସମାଜରେ ସ୍ତ୍ରୀ ପ୍ରତି ସ୍ୱାମୀର ସବୁଠାରୁ ବଡ଼ ଦଣ୍ଡ ମୋ ପାଇଁ ବ୍ୟବସ୍ଥା ହୋଇଯିବାକୁ ଦଣ୍ଡେ ଅଟକିଲା ନାହିଁ। ଟିକେ ଆପତ୍ତି, ଟିକେ ନା କରିବାକୁ କେହି ଆସିଲେ ନାହିଁ ମୋ ପାଇଁ। ଅଥଚ ଏଇ ପୁରୁଷ ଜାତିଟା ସମାଜର ମଥା ହୋଇ ପୁଣି ୟାଠାରୁ 1000 ଗୁଣରେ ବଡ଼ ଭୁଲ ପ୍ରତିଦିନ ପଣ ପଣ କରି ଯାଉଛନ୍ତି, ଯାହା ଉପରେ ପାଟି ଫିଟାଇବାକୁ କାହାରି ଅଧିକାର ନାହିଁ। ଭାବିଲି ସବୁଠୁ ନିଉଛଣା, ସବୁଠୁ ହତଭାଗ୍ୟ ଆମର ଏଇ ସ୍ତ୍ରୀ ଜାତିଟା। ଯୌବନର ଶିଉଳିପରା ବାଟରେ ଚାଲିଲା ବେଳେ ଏହି ଜାତିର ଟିକେ ଗୋଡ଼ ଧରିବାକୁ ଯେମିତି ସମାଜ ଜଗି ବସିଥାଏ 1000 ଆଖି ମେଲି ସବୁବେଳେ। ଦେଖା ପଡ଼ିଲେ ଆଉ ରକ୍ଷା ନାହିଁ, ସାଙ୍ଗେ ସାଙ୍ଗେ ତା ପ୍ରତି ମୃତ୍ୟୁଦଣ୍ଡର ବ୍ୟବସ୍ଥା ହୋଇଯାଏ। କିନ୍ତୁ ପୁରୁଷ, ଛାଡ଼ ସେ କଥା, ସେ ତ ଆଉ ଆମ ପରି ନୁହନ୍ତି। ଷ୍ଟେସନରେ ଗାଡ଼ି ପହଞ୍ଚିଲା ବେଳକୁ ରେଳ ଆସିବା ବେଳ ହୋଇଯାଇଥିଲା। ନାଥନନା ମୋତେ ସାଙ୍ଗରେ ନେଇ ଭିତରକୁ ଗଲେ। ଦଣ୍ଡକ ପରେ ଘଡ଼ଘଡ଼ି ଶବ୍ଦରେ ଭୂଇଁ କମ୍ପାଇ ଗୋଟାଏ କାଳିଆ ଗାଡ଼ି ପବନ ପରି ଜୋରରେ ଧୂଆଁ ଧୂଳିର କୁହୁଳି ବୋଳି ହୋଇ ଆସି ଠିଆ ହେଲା। ମନେ ହେଲା ଯେପରି କୋଉ କାହାଣୀ ମାଳାର ଅସୁର ରଜା ହଜିଥିବା ରଜା ଝିଅକୁ ଖୋଜିବାକୁ ଧାଇଁଛି। ଲୋକ ଗହଳି ଆଉ ଘୋଘା ଭିତରେ ଆମେ ଯାଇ ଗୋଟାଏ କୋଠରୀରେ ବସିଲୁ। ଗାଡ଼ି ଚାଲିଲା। ମଫସଲ ଲୋକଙ୍କ ଅଜାଣତରେ ବାହାରେ ପୁଣି ଏତେ ନୂଆ, ଏତେ ଅଧିକା କଥା ଅଛି। ମୋତେ ଖାଲି ସବୁ ସ୍ୱପ୍ନ ପରି ଲାଗୁଥାଏ। ବଗି ଗାଡ଼ି ଆସି ଗୋଟାଏ ଛୋଟ କୋଠା ଆଗରେ ରହିଲା। ଆଶ୍ଚର୍ଯ୍ୟ ହୋଇ ପଚାରିଲି, ଏଇ କୋଉଠା ନାଥନନା? ସେ କହିଲେ, ଏ କଟକ ପରା। ଏଠିକି ଆସିବି ବୋଲି ମୁଁ ଆଉ ଜାଣିଛି? ପଚାରିଲି, ଗାଁକୁ ଯିବା ପରା? ହଁ ଯିବା ଯେ ଆଜି ନୁହେଁ, ସେ କହିଲେ। ଆମେ ଯେଉଁ ବସାରେ ରହିଲୁ ସେଇଥିରୁ ଗୋଟାଏ କୋଠରୀ ସଫା କରେଇ ନାଥନନା ମୋତେ କହିଲେ, ସତୀ ତୁ ଏଇ ଘରେ ଥା, ମୁଁ ବଜାରରୁ ଆସେ। କହିଲି, ମୁଁ ଏକା ରହିବି ଏଠି? ନାଇଁ ଲୋ ଅଲି, ଏ ବସାରେ ଆଉ ଜଣେ ଲୋକ ପିଲାପିଲି ନେଇ ବସା କରିଅଛି। ଭୟ କ'ଣ ତୋର? ମୁଁ ଏଇକ୍ଷଣି ଆସୁଛି ଯେ। ସେ ବାହାରକୁ ଚାଲିଗଲେ। ଘର ଭିତରେ ତୁନି ହୋଇ ବସି ମୁଁ ଦୁନିଆ ବ୍ରହ୍ମାଣ୍ଡ କଥା ଭାବିବାକୁ ଲାଗିଲି। ଆଜି ଏ କେତେ ଘଣ୍ଟା ଆଗରୁ ମୋତେ ନେଇ ଯେ ଏତେ ବଡ଼ ଅସୁନ୍ଦର କଥାଟା ହୋଇଗଲା, ବାପା ବୋଉ ହେରିକା କେହି ଏ ଖବର ଏତେବେଳ ଯାଏଁ ଶୁଣି ନଥିବେ। ଗାଁରେ ବି କେହି ଜାଣିନଥିବେ ପରା। କିନ୍ତୁ ଦିନେ ତ ଜାଣିବେ ପୁଣି। ଜାଣିବେ ମୋ ସ୍ୱାମୀ ମୋତେ କେମିତି ଘରୁ ତଡ଼ି ଦେଇଥିଲେ ସାମାନ୍ୟ ଦୋଷରେ। ମୁଁ ବି କୋଉ ଦମ୍ଭରେ ତାଙ୍କ ପାଖେ ଶରଣ ନ ପଶି ଚାଲି ଆସିଲି ପୁଣି ନାଥନନାଙ୍କ ସାଙ୍ଗରେ। ମୋର ବାହାଘର କେତେ ମାସ ଆଗରୁ ଯାହାଙ୍କ ସାଙ୍ଗେ ଠକ୍ ହୋଇଯାଇଥିଲା। ଛି ଛି, ବାପା ବୋଉଙ୍କୁ କେମିତି ଯାଇ ଫେର ମୁହଁ ଦେଖାଇବି? ସେଦିନ ସେଇ ଠାକୁରଙ୍କ ପାଖରେ ଭିଡ଼ ଭିତରେ ନ ମଲି କାହିଁକି? ଗାଁ ଲୋକେ ବାପା ଫେରିକାଙ୍କୁ ପଚାରିବେ, ତମ ଝିଅକୁ ତାର ଶାଶୁ ଘରେ କାହିଁକି ତଡ଼ିଦେଲେ କି? ସେତେବେଳେ କ'ଣ ଉତ୍ତର ଦେବେ ସେ? ମୋର ଲାଗି ସିନା ସେମାନଙ୍କର ମୁହଁ ତଳକୁ ହୋଇଯିବ, କିନ୍ତୁ ଏହି ସବୁଥି ଲାଗି କିଏ ଦାୟୀ? ଏଇ ନାଥନନା। ମୁଁ ତ ଆଉ ମୋରି କଥା ନେଇ ସ୍ୱାମୀଙ୍କ ସାଙ୍ଗେ ଦାଣ୍ଡ ଦୁଆରେ କଳି କରି ନଥାନ୍ତି। ସେ ତ ମୋ ପାଇଁ କହିବାକୁ ଥିଲେ। ସ୍ୱାମୀ ଯେତେବେଳେ ଚିଡ଼ି ଉଠିଲେ, କାହିଁକି ଏ ସେତେବେଳେ ମୌନ ହୋଇ କଥା ନ କହିଲେ ତାଙ୍କ ପାଖରେ? ମୋତେ ଘରକୁ ନେବାକୁ ହାତ ଓଠ ନ ଧଇଲେ ତାଙ୍କର। ତେଣିକି ସେ ଘରେ ମୁଁ କେମିତି ଚଳିଥାନ୍ତି ସେ କଥା ମୁଁ ଜାଣେ। ଏତେ ଦିନ ତ ଏବେ ସ୍ୱାମୀଙ୍କ ବିଛଣା ନ ମାଡ଼ି କଟେଇ ଆସିଥିଲି। ଆଉ କେଇଟା ଦିନ ସେମିତି ଏବେ କଟି ଯାଇଥାନ୍ତା। ମୋ କଷ୍ଟ ପାଇଁ ୟାଙ୍କର ଏତେ ମୁଣ୍ଡ ବଥା ହେଉଥିଲା କାହିଁକି? ଏହି ଦମ୍ଭଟିକ ଦେଖାଇବାକୁ ଯାଇ ସେ ଭୁଲଟି କରି ବସିଲି। ଜୀବନ ଗଲେ ବି ତ ଆଉ ସୁଧୁରିବ ନାହିଁ। କବାଟ ଫିଟାଇବା ଶବ୍ଦରେ ଚାହିଁ ଦେଖିଲି ନାଥନନା ଗୋଟାଏ ବଡ଼ ଟୋକେଇରେ ବୋଝେ ଜିନିଷ ଆଣି ଜଣେ ଲୋକ ଘର ଭିତରେ ଥୋଇ ଦେଇଗଲା। ନାଥନନା ହସି ହସି ଡାକିଲେ, ସତୀ। କିଛି କହିଲି ନାହିଁ ରାଗରେ। ମୋତେ ଚୁପ୍ ହୋଇ ରହିବା ଦେଖି ସେ ପୁଣି କହିଲେ, ସବୁ କିଣି ଆଣିଲି ସତୀ, ଘର କରଣାର ଯେତକ ଜିନିଷ। ଏ କ'ଣ ତୁ କାନ୍ଦୁଛୁ? ମୁହଁଟା ଦଣ୍ଡକେ ତାଙ୍କର ବେଦନାରେ ଝାଉଁଳି ପଡ଼ିଲା। ପାଖକୁ ଆସି ମୋ ପିଠିରେ ହାତ ରଖି ଡାକିଲେ, ସତୀ କାହିଁକି କାନ୍ଦୁଛୁ କହିବୁ ନାହିଁ ମୋତେ? ମିଛରେ କହିଲି, ମୁଣ୍ଡ ବଥାଉଛି ଭାରି। ଦଣ୍ଡେ ଛିଡ଼ା ହୋଇ ସେ କ'ଣ ଭାବିଲେ, ତାପରେ ଦୌଡ଼ି ବାହାରକୁ ଚାଲିଗଲେ ସେଇ ଖରାଟାରେ। ଗଲାବେଳେ ଟୋକେଇରେ ତାଙ୍କ ଗୋଡ଼ ବାଜି ହାଣ୍ଡି କୁଣ୍ଡେଇ ଆଉ କେତେଟା ବୋତଲ ଭାଙ୍ଗି ଚୂନା ହୋଇଗଲା। ସିଆଡ଼କୁ ଥରେ ଚାହିଁଲେ ବି ନାହିଁ। ମିନିଟିଏ ହୋଇଛି କି ନାହିଁ, ଗୋଟାଏ କି ଡବା ଧରି ଫେରି ଆସି କହିଲେ, ଟିକେ ମୁଣ୍ଡରେ ଲଗାଇ ଦିଏ ଏଥିରୁ, ଏଇକ୍ଷଣି ବନ୍ଦ ହୋଇଯିବ। ମିଛ ତ କହିଛି। ଔଷଧ ଲଗାଇବାକୁ ହେଲା। ତାପରେ ମୋତେ ଜୋର କରି ଶୁଆଇ ଦେଇ ସେ ବିଞ୍ଚି ବସିଲେ। ତୁନି ହୋଇ ବିଛଣାରେ ପଡ଼ି ରହିଲି। ଆଖି ଦିଟା ଅକାରଣରେ ଲୁହରେ ପୂରି ଉଠିଲା। ଦଣ୍ଡକ ଆଗରୁ ମୁଁ ପୁଣି ୟାଙ୍କ ଉପରେ ରାଗୁଥିଲି। ମୋତେ ଉଠିବା ଦେଖି ସେ ପଚାରିଲେ, ଟିକେ ଭଲ ଲାଗୁଛି? କହିଲି, ହଁ, ରହିଗଲାଣି। ପୁଣି ଆଗପରି ହସି ହସି ସେ ମୋ ସାଙ୍ଗରେ ଘରକରଣା କଥା ଆରମ୍ଭ କରିଦେଲେ। କହିଲେ, ତରତରରେ ଗୋଡ଼ ବାଜି ହାଣ୍ଡି ଗୁଡ଼ା ତ ସବୁ ଭାଙ୍ଗିଗଲା। ଫେର ଥରେ ବଜାରରୁ ଆଣିବାକୁ ହବ ଦେଖୁଛି। କହିଲି, କ'ଣ ହବ ହାଣ୍ଡି?
ଏଇଥିରେ ଚଳିଯିବ ନାହିଁ କି? ଚଳିଯିବ? ହଉ ତେବେ। ହଁ, ବଜାରରେ ଏତେବେଳେ ଠିକାରେ ସେମିତି ପୂଜାରୀ ତ ମିଳିବେ ନାହିଁ। ପୁଣି ଜଣେ ଠିକ୍ ହେବା ଯାଏଁ ସେ କ'ଣ ଭାବି ତୁନି ହୋଇଗଲେ। କହିଲି, କ'ଣ ହେବ ପୂଜାରୀ? ମୁଁ ଆମ 2 ଜଣଙ୍କ ପାଇଁ କ'ଣ ରୋଷେଇ କରିପାରିବି ନାହିଁ ଯେ? ସେ ହସିଲେ। କହିଲେ, ତୋ ହାତରେ ଖାଇବା ଲୋଭରେ ତ ଅଧେ ପୂଜାରୀ ଖୋଜିଲି ନାହିଁ ଆଜି। କିନ୍ତୁ ଏହି ଓଳିକ ତେଣିକି ଈଶ୍ୱର ଯେମିତି ମୋତେ ଏ ଦୁର୍ବୁଦ୍ଧି ଆଉ ନ ଦିଅନ୍ତି। ଦିହେଁ ଯାକ ହସି ଉଠିଲୁ। ସେଇ ଦ୍ୱିପହରରୁ ଗଣ୍ଡାଏ ଖାଇଦେଇ ନାଥନନା ପୂଜାରୀ ଖୋଜିବାକୁ ବାହାରିଛନ୍ତି ଯେ ଏତେବେଳ ଯାଏଁ ଫେରି ନାହାନ୍ତି। ନୂଆ ଚାକିରିଆଣି ଆମର ଯେ ଆଜି ରହିଥିଲା, ତାକୁ ଦାଣ୍ଡକୁ 3-4 ଥର ପଠେଇଲି ଦେଖିବାକୁ, କିନ୍ତୁ ସେ ଫେରି ନାହାନ୍ତି। ଭାବିଲି, ଫେରିବାକୁ ତାଙ୍କର କେତେ ଡେରି ହେବ କେଜାଣି। ଗଣ୍ଡାଏ ସଅଳ ସଅଳ ବସାଇ ଦିଏଁ। ଚୁଲିରେ ଦ୍ୱିପହରର ନିଆଁ ଥିଲା। ସେଥିରେ ମୁଠାଏ କୁହୁଳା ପକାଇ ଦେଇ ସେଇ ଘରେ ପରିବା କାଟି ବସିଛି। ଗୋଟିଏ କିଏ ସ୍ତ୍ରୀ ଲୋକ ଘର ଦୁଆର ମୁହଁରେ ଆସି ଠିଆ ହେଲା। ଚେହେରାରୁ ବେଶ୍ ଭଦ୍ର ଘରର ବୋଲି ଜଣାଯାଉଥିଲା। ବୟସ ମଧ୍ୟ ମୋ ଠାରୁ ବେଶୀ ନୁହେଁ। କିଏ ଏ? ମୁଁ ଚିହ୍ନି ନାହିଁ। କିଛି କହିଲି ନାହିଁ। ଦଣ୍ଡେ ଗଲା। ଆଗେ ସେ କଥା ଆରମ୍ଭ କଲା। କହିଲି, ମୁଁ ଏଇ ଘର ଆର ଖଞ୍ଜାରେ ଥାଏ। ଆମର ସେ କିଲୋଟରୀ କଚେରୀରେ କାମ କରନ୍ତି। 2 ବର୍ଷ ହେଲା ଆମେ ଏଇଠି ବସା କରି ଅଛୁ। ୟାଙ୍କରି କଥା ନାତନନା ସକାଳେ କହୁଥିଲେ ପରା। କହିଲି, ବସ। ସେ ବସିଲା। କହିଲା, ବସିବାକୁ ମୋତେ ବେଳ ନାହିଁ। ଆଜି ମାସ ଶେଷ ଶନିବାର ବୋଲି ତାଙ୍କର କଚେରୀରୁ ଫେରିବାକୁ ଆହୁରି ଡେରି ଅଛି। ନଇଲେ ଏତେବେଳକୁ ନିଶ୍ୱାସ ମାରିବାକୁ ମୋତେ ଦଣ୍ଡେ ତର ନ ଥାଏ। ପଚାରିଲି, ତମେ କ'ଣ ଏକା ଏଠି ଥା? ସେ ଟିକେ ଆଶ୍ଚର୍ଯ୍ୟ ହୋଇ କହିଲା, ହଁ, ଆଉ କିଏ ଥାନ୍ତା? 5 ବର୍ଷରେ ଭଗବାନ କୋଡ଼ରେ ଧରିବାକୁ ଗୋଟାଏ ଦେଇଥିଲେ ଯେ ତାକୁ ନେଇଗଲେ। ସେଇଦିନୁ ସେ କଚେରୀକି ଗଲାବେଳେ ମୁଁ ଘରୁ ବରାବର ଏକା ଥାଏ। ଦୁଃଖ ଆଉ ବେଦନାରେ ଶେଷ କଥାଗୁଡ଼ାକ ତାହାର ଭାରି ହୋଇ ଆସିଲା। ଦଣ୍ଡେ ଯାଇ ସେ ତୁନି ହୋଇ କହିଲା, ଭାବିଲି ପୁଅ କଥା ମନେକରି କାନ୍ଦୁଛି ବୋଧହୁଏ। କିଛି ସମୟ ପରେ ସହଜ ଭାବରେ ସେ ପଚାରିଲା, ଏ ବସାକୁ ଆଜି ନୂଆ ଆସିଛ ପରା? କହିଲି, ହଁ। ଆଉ କୋଉଠି ଥିଲ ସବୁ? ମଫସଲରେ। କିଛିକ୍ଷଣ ସେ କ'ଣ ଭାବିଲା, ତାପରେ ହଠାତ୍ ମୋତେ ପଚାରିଲା, ତମ ବାବୁ କଚେରୀରେ କ'ଣ କାମ କରନ୍ତି ପରା? ଭାରି ଲାଜ ମାଡ଼ିଲା କଥା ଶୁଣି। ଟିକିଏ ହସି ତଳକୁ ମୁହଁ ପୋତିଲି। ସେ ହସିଲା। କହିଲା, କହୁନା ଗୋ, ଲାଜ ମାଡ଼ୁଛି ପରା। ମୋତେ ବି ଆଗ ଏମିତି ଲାଜ ମାଡ଼ୁଥିଲା ତାଙ୍କ କଥା ପଡ଼ିଲେ। ତେବେ ମୁଁ ପଡ଼ିଶା ଘରକୁ ଘର ଲାଗିଛି। ମୋ ଆଗରେ ଆଉ କହିବାକୁ ଗୋଟାଏ ଲାଜ କ'ଣ? ବାଧ୍ୟ ହୋଇ କହିଲି, ନା। ଆଉ କ'ଣ ବେପାର ବଣିଜ କରନ୍ତି? ନା, କିଛି ନୁହେଁ। ସେ ଆଶ୍ଚର୍ଯ୍ୟ ହୋଇଗଲା ମୋ କଥା ଶୁଣି। ପଚାରିଲା, ତେବେ ଆଉ କ'ଣ କରନ୍ତି ସେ କଟକରେ? କହିଲି, ବୁଲି ଆସିଛନ୍ତି। ବୁଲି ଆସିଛନ୍ତି? କାବା ହୋଇ ଆଖି ଦିଟା ବଡ଼ ବଡ଼ କରି ସେ ପଚାରିଲା, ବୁଲି ଆସିଛନ୍ତି ଖାଲି, ସ୍ତ୍ରୀ ପରିବାର ସାଙ୍ଗରେ ନେଇ? ତାହେଲେ ମସ୍ତ ବଡ଼ ଲୋକ ତମେ, ଜମିଦାର ହେରିକା ହବ, ନୁହେଁ? ନାଥନନାଙ୍କୁ ନେଇ ଏ ଲଜ୍ଜାକର ପ୍ରସଙ୍ଗ ପକାଇବାକୁ ମୋତେ କେମିତି ଭାରି ଅଡ଼ୁଆ ଲାଗୁଥିଲା। ଖାଲି କଥାରୁ ରକ୍ଷା ପାଇବାକୁ କହିଲି, ହଁ। ତାପରେ ସେ ବୋଧହୁଏ ପଚାରିବାକୁ ବସିଥିଲା, କୋଉ ଗାଁ ଜମିଦାର, କେତେ ଜମିଦାର ଇତ୍ୟାଦି। ସେତିକିବେଳେ ବାହାରେ ଜୋତା ଶବ୍ଦ ଶୁଭିଲା। ସେ ତରତର ହୋଇ ଉଠି କହିଲା, ଆଜି ଯାଉଛି, ଆଉ ଦିନେ ଆସିବି। କହିଲି, ହଉ। ରୋଷେଇ ଘର ଦୁଆର ମୁହଁରେ ନାଥନନା ଆସି ଠିଆ ହେଲେ। କହିଲେ, ଯାହା ଭାବିଥିଲି ବାଟରେ ଠିକ୍ ସେଇଆ। ଅନ୍ନପୂର୍ଣ୍ଣା ଆମର ପଡ଼ି ଯୋଗାଡ଼ରେ ଲାଗିଯିବେଣି ଏତେବେଳକୁ। ତାପରେ ଘର ଦୁଆର ବନ୍ଧର ଉପରେ ବସି ସେ କହିଲେ, କ'ଣ କରିବି, ଏ ଓଳି ବି ପୂଜାରୀ ଗୋଟାଏ ପାଇଲି ନାହିଁ ସତି। କହିଲି, କାମ ତ ଚଳିଯାଉଛି। ଚଳିଯାଉଛି ସିନା, ଦରକାର ତ ଫେର ଜଣେ ପୂଜାରୀ। ତୋର ଏସବୁ କ'ଣ ଅଭ୍ୟାସ ଅଛି? ଘରେ ତ ପୁଣି ରୋଷେଇ କରୁଥିଲି ବରାବରି। ମୁଁ କହିଲି, ସେଦିନ ଆଉ ଆଜି ଏବେ ଟିକେ ଖରାରେ ଆସି ମୁଣ୍ଡ ବଥେଇଲା ଏମିତି। ଜମିଦାର ଘର ବୋହୂ ହୋଇଥିଲୁ, ଆଉ କିଛି ନୁହଁ। ହାତରେ ରାନ୍ଧି ଖାଇବାକୁ ତ ପଡ଼ିନଥିବ ଶାଶୁ ଘରେ। କିଛି ଜବାବ ଦେଲି ନାହିଁ। ଏତେ ସୁଖ ଭିତରେ ପୁଣି ସେଇ ପୁରୁଣା କଥାଗୁଡ଼ାକ ମନରେ କିପରି ଗୋଟାଏ ସ୍ତବ୍ଧ ନିରାନନ୍ଦ ବେଦନା ଦେଇଗଲା। ଚୁପ୍ ହୋଇ ତଳକୁ ମୁହଁ ପୋତି ପରିବା କାଟିବାରେ ଲାଗିଲି। ସେ ବି କଥା ପଦକ କହି ଆପଣା ମନକୁ କାଇଲି ହୋଇ ଯାଇଥିଲେ କେମିତି। ଦଣ୍ଡେ କାଳ କେହି କିଛି କହିଲୁ ନାହିଁ। ତାପରେ ମୁଁ କହିଲି, ଯାଅ, ଜାମା ହେରିକା ବଦଳି ପକା, ରୋଷେଇ ସରିଲାଣି। ହଁ, ଯାଉଛି। ଏତକ କହି ସେ ତାଙ୍କ ବସିବା ଘର ଭିତରକୁ ଚାଲିଗଲେ। ରାତିରେ ଖିଆପିଆ ସରିବା ପରେ ଚାକିରିଆଣି ବାସନ ହେରିକା ଧୋଇ ଦେଇ ଘରକୁ ବାହାରିଲା। ପଦାରୁ ଦାଣ୍ଡ ଦୁଆର ଆଉଜାଇ ଦେଇ କହିଲା, କବାଟ ଦିଅ ଗୋ, ନଇଲେ କୁକୁର ପଶି ହାଣ୍ଡି ମାରା କରିବ। ଆଲୁଅଟା ନେଇ କବାଟ ବନ୍ଦ କରିବାକୁ ଯାଉଛି। ପିଣ୍ଡାରେ ଦେଖିଲି ନାଥନନା କବାଟ ଲଗାଇ ଫେରୁଛନ୍ତି। ମୋତେ ଦେଖି କହିଲେ, ଏ ଶୀତଟାରେ ଉଠି ଏତେ ବାଟ ଆସିବାକୁ ତୋତେ କିଏ କହିଲା? ହସ ମାଡ଼ିଲା କଥା ଶୁଣି। କହିଲି, ତମକୁ ବା କିଏ କହିଲା ଶୁଣେ? ସେ ବଡ଼ ପାଟି କରି ହସି ଉଠି କହିଲେ, ହଉ, ଯା ଶୋଇପଡ଼ିବୁ। ଭିତରୁ କବାଟଟା ଦେଇଦେବୁ। ଭାରି ଚୋର ଭୟ ଏ ସହର ଜାଗାରେ। ଚୋର ଭୟ? ଆଶ୍ଚର୍ଯ୍ୟ ହୋଇ ପଚାରିଲି। ହଁ, ଡର ମାଡ଼ୁଛି କି ଏକା ଶୋଇବାକୁ? ତରତରରେ କହି ପକାଇଲି, ମୋତେ ଡର ମାଡ଼େ ନାହିଁ। ବିଛଣାରେ ଶୋଇ ଭାବିଲି, ମୋ ପାଇଁ ରାତି ଦିନ ପଛେ ୟାଙ୍କୁ ନିଦ ନ ଥାଉ, ମୋର ପୁଣି ଏୟାଙ୍କୁ ସେତିକି ଭୟ ଯେତିକି ସନ୍ଦେହ। ଛି ଛି,
ମାଇପି ଜାତିଟା ଏମିତି ଅକୃତଜ୍ଞ କ'ଣ? ଘର ବାହାର ଧୂଆଁ ଘୋଡ଼ା ପରି ସେଦିନ ଘୋଟି ଯାଇଥାଏ କୁହୁଡ଼ି କୋଉ ଦିଗନ୍ତ ପାରିର ଶେଷ ଯାଏଁ। ମନେ ହେଉଥାଏ ଯେମିତି ଶୀତ ବୁଢ଼ୀ ତାର ପାଉଁଶିଆ ରଙ୍ଗ ପୁରୁଣା କନ୍ଥାଟି ସରଗ ଅଗଣା ତଳେ ଖରା ଦେଇଛି। ସକାଳେ ଉଠି ସେଦିନ ନାଥନନା କୁଆଡ଼େ ବାହାରିଥିଲେ। ପଚାରିଲି। କହିଲେ ଘଣ୍ଟାକେ ଫେରି ଆସିବି। ରୋଷେଇ ଲାଗି ଚାଉଳପତ୍ର କାଢ଼ିବାକୁ ଯାଉଛି। ଚାକିରିଆଣି ଆସି କହିଲା, ମୋତେ ଦିଅ ମା, ମୁଁ ସବୁ ଯୋଗାଡ଼ି କରିଦେଉଛି। ରୋଷେଇ ପାଇଁ ତମେ ଖାଲି ଯାଇ ଚୁଲି ପାଖରେ ବସ। ପଚାରିଲି, କାହିଁକି? ସେ କହିଲା, ବାବୁ ମୋତେ ଦିନେ ଡାକି କହିଲେ ପରା, ତୋତେ କିଛି ବେଶୀ ଦରମା ଦିଆଯିବ ପଛକେ ରୋଷେଇ ପାଇଁ ଯାହା ବାହାର କାମ ସବୁ ତୁ ଦିଓଳି ଯୋଗାଡ଼ କରି ଦେଉଥିବୁ। ତାକୁ ଯେମିତି ଦିଟା ରାନ୍ଧିବା ଛଡ଼ା ଆଉ କିଛି କରିବାକୁ ନ ପଡ଼େ। କୌତୂହଳ ହୋଇ ପଚାରିଲି, ସତେ ନା? ହଁ, ମୁଁ କ'ଣ ଏ ସକାଳୁ ତମ ପାଖେ ମିଛ କହନ୍ତି ମା ସାଆନ୍ତାଣୀ? କୋଉ ପାପରୁ କେଜାଣି କୂଳମୂଳ ତ ସବୁ ଖାଇ ବସିଲି। ଆଉ ଏଦିନେ ମିଛ କହିବି କ'ଣ ନର୍କକୁଣ୍ଡରେ ଘାଣ୍ଟି ହେବା ପାଇଁ? ଆଉ କ'ଣ ନା ଏତିକି? ଯା, ସେ କହିଲେ ନୁହେଁ କ'ଣ? ଖଟ ପଲଙ୍କରେ ଅଲି ଅଳିରେ ପିଲାଦିନୁ ବଢ଼ି ଆସିଛି। ତମକୁ ମା ଏ ରୋଷେଇ ଫୋଷେଇ ଗୁଡ଼ାକ ବାଧିବ ନାହିଁ ଆଉ କ'ଣ? ତେବେ କ'ଣ ଆଉ କରିବ? ମଫସଲ ଗାଁ ହୋଇଛି ଯେ ହୁକୁମ ଦେଲେ ପଣ୍ଡାଏ ପୂଜାରୀ ଧାଇଁ ଆସିବେ। ଏ ତ ମା କଟକ ସହର। ପଇସା ଦେଇ ବି ଲୋକ ଅଳିଏ ଓପାସ ଶୋଉଛନ୍ତି ଏଠି ପୂଜାରୀ ହଇରାଣରୁ। ମୁଁ ବାବୁଙ୍କୁ କହିଲି,